ହଉ ମୁଳୁରୁ କହ ଦେଖିଆ ବୁଲିଗଲା ଆଉ ଥରେ ମୁଳୁରୁ କହ। ସେମାନଙ୍କ ବାପା ମା କହିଥିଲେ ଅନ୍ଧୁଣି ଥିଲେ। ଥରେ ତାଙ୍କ ବାପା ତାଙ୍କ ପାଖକୁ ଡାକି କହିଲେ ପୁଅ ଆମକୁ ତୀର୍ଥସ୍ଥାନ ବୁଲିବାକୁ ଭଲ ଲାଗେ। ତାପରେ ତାଙ୍କ ପୁଅ କଣ କଲେ? ଗୋଟେ ଶିକା ଆଣିଲେ ହଁ ତା ବାପାକୁ ଏପଟେ ବସେଇଲେ ତାଙ୍କ ମା ହଁ ଏପଟେ ବସେଇଲେ ସବୁ ତୀର୍ଥ ବୁଲେଇଲେ। ହଁ ତାପରେ ସେତିକି ଆହୁରି କହ। ତୀର୍ଥ ବୁଲିଲା ପରେ କୁଆଡେ ନେଲେ ବାପା ମାଙ୍କୁ କହୁନୁ କହ ଭାଇ କହୁନୁ ତାପରେ କଣ ହେଲା? ମୁଁ ଶିଖିନି ଯେ ଗପ ପାଣି ଆଣିଗଲା। ପାଣି ଆଣିବାକୁ ଗଲା। କଣ ପାଇଁ ପାଣି ଆଣିବାକୁ ଗଲା? ହଁ ସରଜ ନଦୀ କୂଳକୁ ପାଣି ଆଣିବାକୁ ଗଲା। ସେତେବେଳେ କିଏ ତୀର ମାରିଲେ? ଦଶରଥ ତୀର ମାରିଲେ। ଦଶରଥ ରାଜା ତୀର ମାରିଲେ। ତାପରେ ଶବର କୁମାର ମରିଗଲା। ମରିଗଲା ପରେ ତା ବାପା ମାମା ଅଭିଶାପ ଦେଲେ। କଣ ଅଭିଶାପ ଦେଲେ? ତମେ ଯଦି କାତରେ ମରିଲ ଆମେ ଯେମିତି କାତରେ ହେଇକି ମରିବୁ। ନାଇଁ ତମେ ଯେମିତି କାତରେ ହେଇକି ମରିଲ ମୋ ପୁଅକୁ ଯେମିତି କାତର କରିକି ମାରିଲ ତମେ ମଲା ବେଳେ ସେମିତି କାତର ହେଇକି ମରିବ। ଏ ତାଙ୍କୁ ଅଭିଶାପ ଦେଲେ। କିଏ ଅଭିଶାପ ଦେଲେ? ଶ୍ରବଣ କୁମାରର ବାପା ଆଉ ମା। କାହାକୁ ଅଭିଶାପ ଦେଲେ? ରାଜା ଦଶରଥଙ୍କୁ। ହଁ ଏତେ କହିବେ